ଆମର ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀ ଆସୁଛନ୍ତି ଆଉ ଆସିଗଲାଣି ମଧ୍ୟ। ସେଥିପାଇଁ ଆମେ ପ୍ରବାସୀ ଭାରତୀୟ ଦିବସ ପାଇଁ ଆମେ ଓଡ଼ିଆର ସବୁ ବ୍ୟଞ୍ଜନ ତା ସହିତ ବାହାର ଖାଇବା ମଧ୍ୟ କରୁଛୁ। ଆମେ ଓଡ଼ିଆରେ ଯେମିତି ଆମେ କରୁଛୁ, ଯେହେତୁ ଆମର ଓଡ଼ିଶାରେ ଏଇଟା ହେଉଛି, ଆମେ ସର୍ବପ୍ରଥମେ ଓଡ଼ିଆକୁ ପ୍ରଥମେ ଧ୍ୟାନ ଦେଉଛୁ। ଓଡ଼ିଆରେ ଯେମିତି ଆମର କାନିକା, ମିଠା କାନିକା, ଅଧାଣ ଖେଚିଡ଼ି, ତାପରେ ଆମର ଡାଲେମା, ବେସର, ମହୁର, ତାପରେ ଆମର ଶାଗ ମୁଗ ହେଇଛି, ଘାଣ୍ଟ ବି ହେଇଛି, ଘାଣ୍ଟ ତରକାରୀ ହେଇଛି। ଇଏ ହେଲା ଆମର ଭେଜିଟେବୁଲରେ ସବୁ ଗଲା। ନନଭେଜରେ ଆମର ହେଇଛି ଖାସି ମାଂସ ଝୋଳ, ତାପରେ କୁକୁଡ଼ା ତରକାରୀ, ମାଛ ବେସର, ଚୁଙ୍ଗୁଡ଼ି କଷା, ଏଇ ଟାଇପ୍ର ଆମେ ନନଭେଜରେ ମଧ୍ୟ କରୁଛୁ। ତା ସହିତ ମଧ୍ୟ ଆମ ବାହାର ଲୋକ ଯେହେତୁ ଆସୁଛନ୍ତି, ବାହାରେ ଆମେ ମଧ୍ୟ ବେଶୀ ୱେଷ୍ଟର୍ଣ୍ଣ ଖାଇବା ଆମେ ମଧ୍ୟ କରୁଛୁ। ବ୍ରେଡ୍ ଡିସ୍ କିଛି କରିଛୁ, ପାସ୍ତା ବି କିଛି କରିଛୁ, ଆଉ ସାଲାଡ଼ ମଧ୍ୟ କିଛି କରିଛୁ। ତା ସହିତ ଆମେ ଏସିଆନ୍ର ବି ଟଚ୍ଅପ୍ ରଖିଛୁ। ଏସିଆନ୍ ଯେମିତି ନୁଡଲ୍ସ ହେଇଗଲା, ଷ୍ଟଫାର୍ଡ଼ ହେଇଗଲା, ଆଉ ଏଇସବୁ ଟାଇପ୍ର ଆମେ କରୁଛୁ। ତା ସହିତ ଯେହେତୁ ଲାଷ୍ଟକୁ ଆମେ ମିଠାର ପ୍ରବନ୍ଧ ମଧ୍ୟ କରିଛୁ। ଯେହେତୁ ଆମ ଓଡ଼ିଶାର ସରକାର ଆମକୁ ମିଲେଟ୍ରେ ବି କିଛି କରିବାକୁ କହିଛନ୍ତି, ସେଥିପାଇଁ ଆମେ ମିଲେଟ୍ରେ କ୍ଷୀରି ମଧ୍ୟ କରିଛୁ। ରସଗୋଲା, ଗୁଡ଼ ରସଗୋଲା କରାଯାଇଛି, ଚାଉଳ କ୍ଷୀରି ବି ମଧ୍ୟ କରାଯାଇଛି। ତାପରେ ତା ସହିତ ମଧ୍ୟ ଆଇସ୍କ୍ରିମ୍ ରଖାଯାଇଛି, ଅଲଗା ପ୍ରକାର ବ୍ୟଞ୍ଜନ ମଧ୍ୟ ତା ସହିତ ଆମେ ରଖିଛୁ। ସାଲାଡ଼ ସେକ୍ସନ୍ ଟିକେ ଅଛି, ଯେମିତି ଗ୍ରୀକ୍ ସାଲାଡ଼ ହେଲା, ରସିଆନ୍ ସାଲାଡ଼ ହେଲା, ତାପରେ ଗ୍ରୀନ୍ ସାଲାଡ଼ ସେପଟେ କଣ ଅଛି ଟିକେ ଦେଖେଇବେ ଆମ ରଥ ମାନେ ଦେଖିବାକୁ ଚାହିଁବେ। କହିଲି ଏପଟେ ଅଛି, ଏ କାଉଣ୍ଟର ଅଛି ଆମର ପାହାଳ ରସଗୋଲା ଅଛି, ଗୁଡ଼ ରସଗୋଲା। ଏଥିରେ ଆମେ ପାହାଳରେ ଆମେ ଗୁଡ଼ ସମସ୍ତେ ଚିନିରେ ବନାଉଛନ୍ତି, ଆମେ କିନ୍ତୁ ଏଥିରେ ଗୁଡ଼ରେ ବନେଇଛୁ। ଯେହେତୁ ବହୁତ ଡାଇବେଟିସ୍ ପେସେଣ୍ଟ ଆମର ଆଜିକାଲି ଦିନରେ ସମସ୍ତେ ଡାଇବେଟିସ୍ର ବଶବର୍ତ୍ତୀ ହେଲେଣି, ସେଥିପାଇଁ ଆମେ ପାହାଳର ରସଗୋଲା ଗୁଡ଼ରେ ବନେଇଛୁ। ଏଇଟା ହେଉଛି ଆମର ଚାଉଳ କ୍ଷୀରି, ଆକୁ ମଧ୍ୟ ଆମେ ଗୁଡ଼ରେ ବନେଇଛୁ। ଆମର ଓଡ଼ିଶାର ପ୍ରଧାନ ଖାଦ୍ୟ ହେଲା ଚାଉଳ କ୍ଷୀରି, ତାକୁ କିପରି ଭାବରେ ଦେଖ ଆମେ ଯେମିତି କହିଲେ ଆମେ ଆଦେହରେ ଟୋଟାଲି ଟଚ୍ କରିନୁ ସୁଗାର, ସବୁ ଆମେ ଗୁଡ଼ରେ ବନେଇଛୁ। କ୍ଷୀର, ରାଇସ୍ ଆଉ ଗୁଡ଼, ତାକୁ ନେଇକି ଆମେ ବନେଇଛୁ। ଆଉ ଯୋଉ ଉପରେ ପାଳଙ୍ଗ ଶାଗ କଥା କହୁଥିଲେ, ଯୋଉ ବିଭିନ୍ନ ଶାଗ କ୍ଷେତ୍ରରେ କହୁଥିଲେ, ତାକୁ କିଏ ଦର୍ଶକଙ୍କୁ ଦେଖେଇ ଦେଖନ୍ତୁ ଆଜି ଆମେ ବନେଇଛୁ ଶାଗ ମୁଗ ପରିବା ଘାଣ୍ଟ, ଏସବୁ ଏପଟେ ଅଛି। ପରିବା ଘାଣ୍ଟ, ମିଠା କାନିକା, ରାଇସ୍, ଡାଲେମା, ଘାଣ୍ଟ ତରକାରୀ। ଇଏ ହେଉଛି ଆମର କାନିକା, ମିଠା କାନିକା ଯେମିତି ଆମ ମନ୍ଦିରରେ ତିଆରି ହେଉଛି ମିଠା କାନିକା, ସେମିତି ମିଠା କାନିକା ଏଠି କରିଛୁ। ତାପରେ ଡାଲେମା କରାହେଇଛି, ଏଠି ମନ୍ଦିର ଷ୍ଟାଇଲ୍ରେ ଆମେ ଯେମିତି ଡାଲେମା କରାହେଇଛି ସେମିତି ଆମେ ଡାଲେମା କରିଛୁ। ତାପରେ ଏଠି ଶାଗ ମୁଗ କରାହେଇଛି, ଏଇଟା ଦେଖିପାରିବେ ଶାଗ ମୁଗ ଶାଗ ଯେପରି ମୁଗ ଭାବରେ ଅନ୍ୟ ରାଜ୍ୟରେ ମିଳେ ନାହିଁ, ଆମର ସେଇଟାକୁ ଆମେ ଧ୍ୟାନ ଦେଇଛୁ। ଯେହେତୁ ଆମେ ଓଡ଼ିଶାରେ ହେଉଛି, ଆମେ ତାକୁ ଓଡ଼ିଶାର ଖାଦ୍ୟ ପ୍ରଥମେ ତାକୁ କୋଶଳା ଶାଗ ଆଉ ମୁଗ ଡାଲି ଆମେ କରିଛୁ। ଇଏ ହେଉଛି ଆମର ପରିବା ଘାଣ୍ଟ, ଘାଣ୍ଟ ତରକାରୀ ଆମକୁ ଯାହା କୁହନ୍ତି, ମିକ୍ସ ଭେଜିଟେବୁଲ୍। ତା ସହିତ ଆମେ ଚଣା ନଡ଼ିଆ ଟୋଟାଲ୍ ପସନ୍ଦ ଅଛି। ନର୍ଥ ଇଣ୍ଡିଆନ୍କୁ ଆମେ ଧ୍ୟାନ ଦେଇଛୁ। ଏଇ ଟାଇପ୍ର ପନିର ବି ରଖାଯାଇଛି। ଏଇ ଟାଇପ୍ର ଆମେ ସବୁ କରିକି ରଖାଯାଇଛି ଆମର ପ୍ରବାସୀ ଭାରତୀୟ ଦିବସ ପାଇଁ ରଖାହେଇଛି। ବହୁତ ଦୂରରେ ସେପଟେ ସବୁ କାଉଣ୍ଟର ଅଛି, ଅଲଗା ସବୁ ଡେଜର୍ଟ ଆମର ଅଛି, ଆଇସ୍କ୍ରିମ୍ ଅଛି, ତାପରେ ୱେଷ୍ଟର୍ଣ୍ଣ ଡେଜର୍ଟ ବି ଅଛି, ଇଣ୍ଡିଆନ୍ ଡେଜର୍ଟ ବି ଅଛି, ଆମ ଓଡ଼ିଶା ବି ଡେଜର୍ଟର, ଓଡ଼ିଶାରେ ବି ଡେଜର୍ଟ ରଖାଯାଇଛି, ଓଡ଼ିଆ କ୍ୟୁଜିନ୍ର। ଯେହେତୁ ମୋଦି ଆସୁଛନ୍ତି, ତାଙ୍କ ପାଇଁ କ'ଣ କରିଛନ୍ତି ମୋଦିଙ୍କ ପାଇଁ? ଯଦି ଖାଆନ୍ତି କ'ଣ ଖାଇବେ? ଯେହେତୁ ଆମର ସିଏ ଅତିଥି ଅତିଥି ମୁଖ୍ୟ ଅତିଥି, ତାଙ୍କ ପାଇଁ ଆମ ହୋଟେଲ ମେଫେୟାରରୁ ରନ୍ଧା ଯାଇକି ରାଜଭବନରେ, ଯେହେତୁ ସେ ରହୁଛନ୍ତି ରାଜଭବନ ପାଇଁ ଆମକୁ ପଠାଯାଇଛି। ତାଙ୍କର ପ୍ରଧାନ ଖାଦ୍ୟ ହେଲା ଆମର ଖିଚୁଡ଼ି, ତାଙ୍କର ଗୁଜରାତୀ ଷ୍ଟାଇଲ୍ରେ ତାଙ୍କ ଖିଚୁଡ଼ି ବନା ହେଉଛି, କଢ଼ି ବନିଆ ହେଉଛି, ଥେପଲା ବନିଆ ହେଉଛି, ଖାକରା ବନିଆ ହେଉଛି, ହାଣ୍ଡଭି, ଢୋକଲା, ଆଉ ତାପରେ ତାଙ୍କର ଉନ୍ଧିଅ, ତାଙ୍କର ଯେଉଁ ରାଜ୍ୟର ଖାଦ୍ୟ ସେ ଯେଉଁଟାକୁ ବେଶୀ ଭଲ ପାଆନ୍ତି। ତା ସହିତ ଓଡ଼ିଶାର ମଧ୍ୟ ଖାଦ୍ୟ ଆମେ ତାଙ୍କୁ ଓଡ଼ିଶାରେ ଆମର ତାଙ୍କୁ ଦିଆଯାଉଛି ଛତୁ ବେସର, ଜହ୍ନି ରାଇ, ଶାଗ ମୁଗ, କାନିକା, ଡାଲେମା, ଖିଚୁଡ଼ି। ମୋଦିଜୀଙ୍କ ପାଇଁ ଆମେ ତାଙ୍କୁ ଡାଲମା ଉପରେ, ଡାଲମାଟା ଯେହେତୁ ଆମର ଓଡ଼ିଶାର ପ୍ରଧାନ ଖାଦ୍ୟ, ତାକୁ ଉପରେ ଫୋକସ୍ କରୁଛନ୍ତି ପ୍ରବାସୀ ଭାରତୀୟ ଆଉ ମୋଦି। ଆଜ୍ଞା ସେଇଟାକୁ ଆମେ ଡାଲେମା, ଯେହେତୁ ଆମ ପାରମ୍ପରିକ ଖାଦ୍ୟ, ତାକୁ ଆମେ କେମିତି ଛାଡ଼ିବା। ଡାଲେମା, ଖିଚୁଡ଼ି ଆଉ କାନିକା, ଏକୁ ଆମେ ପୁରା ଧ୍ୟାନ ଦେଇଛୁ ଖାଇବା ବିଷୟରେ। ଆଉ ମୋଦି ବି ୟାକୁ ଭଲ ପାଆନ୍ତି, ମୋଦିଜୀ ଆମର ଭଲ ପାଆନ୍ତି ତାକୁ ଖାଇବା ପାଇଁ। ସେ ନିଜେ କୁହନ୍ତି ମୋତେ ଓଡ଼ିଆ ପ୍ରଥମେ ଦିଅ, ତାପରେ ଆମକୁ ଖାଇବା ଦିଅ। ଆପଣ ମୋଦିଜୀ କେବେ ଦେଇ ପରିବେଷଣ କରିଥିଲେ? ହଁ, ମୁଁ ବହୁତ ଥର ମୋଦିଜୀଙ୍କୁ ତାଙ୍କୁ ଖାଇବା ସର୍ଭିସ୍ କରାହେଲାଣି। ସେ ଯେତେବେଳେ ଚିଫ୍ ମିନିଷ୍ଟର ଥିଲେ, ମୁଭିସ୍ ତାଙ୍କୁ ଯେତେବେଳେ ମୁଁ ଅହମ୍ମଦାବାଦରେ ଥିଲି ତାଙ୍କୁ ଦେଉଥିଲି। ଏଠି ମଧ୍ୟ ଆମକୁ ସୌଭାଗ୍ୟ ମିଳିଲା ମୋଦିଜୀଙ୍କୁ ପ୍ରଧାନମନ୍ତ୍ରୀ ହିସାବରେ ଆମର ଖାଇବା ପରିଷା ପାଇଁ। ବହୁତ ଥର ଆମେ ତାଙ୍କୁ ଗତ ଥର ଆସିଥିଲେ, ସିଏ ତାଙ୍କୁ ବି ଦିଆଯାଇଥିଲା ଆମ ହୋଟେଲ ତରଫରୁ, ମୁଁ ବି ନିଜେ ଯାଇଥିଲି। ଏଥରକ ବି ମୋଦିଜୀ ଯାଇଛନ୍ତି ଆମ ହୋଟେଲ ତରଫରୁ, ତାଙ୍କୁ ଆମେ ଖାଇବା ପରିଷୁ ମଧ୍ୟ ଅଛୁ।